ଏଇଟା ମୁଁ କହିବା ଅପେକ୍ଷା ଦାଣ୍ଡରେ ପଡ଼ି ଏବେ ହାଟରେ ଘଟୁଛି। ପାତ୍ରପୁର ଯୋଗାଣ ଅଧିକାରୀ ଯିଏ ବଳରାମ ଜେନା ଅଛନ୍ତି ସେ ଜଣେ ଲାଞ୍ଚୁଆ ଅଧିକାରୀ। କାରଣ ତଳଦିନରେ ଧାନ କିଣା ସମୟରେ ସେ ମିଲରମାନଙ୍କ ସହାୟତାରେ ଆଉ ସେବା ସମିତିଙ୍କ ସହାୟତାରେ କୁଇଣ୍ଟାଲ ପିଛା ଚାଷୀଙ୍କ ଠାରୁ 5 କୋଟି ଧାନ ଲୁଟି ଅଧିକ ନେଇଛନ୍ତି। ତା ବାବଦରେ ଯଦି ଆପଣ ହିସାବ କରିବେ ସେମାନେ ସିଧାସଳଖ 5 କୋଟି ଟଙ୍କା ଲୁଟିଛନ୍ତି ସମସ୍ତେ ମିଶିକି। ସେତେବେଳେ କାର୍ଯ୍ୟାନୁଷ୍ଠାନ କିଛି ଗ୍ରହଣ ହୋଇଥିଲା। ଅନେକ ଅଭିଯୋଗ ହୋଇଛି, ଗଣମାଧ୍ୟମରେ ଖବର ବି ପ୍ରକାଶ ପାଇଥିଲା, କିନ୍ତୁ ଅଭିଯୋଗ କିଛି ହୋଇନଥିଲା। ଯାହାଦ୍ୱାରା କି ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନ ହେବା ପରେ ସିଏ ବୋଧେ ମୁଁ ଭାବୁଛି ଯୋଗାଣ ଅଧିକାରୀ ଜଣକ ପୁରା ଉଦଣ୍ଡ ହୋଇଯାଇଛନ୍ତି। ତାଙ୍କ ଉପରେ କିଛି ତାଙ୍କର ଆଉ ଖାତିର ନାହିଁ କିଛି ଆଉ କାହା ପ୍ରତି। ସେ ସେଥିପାଇଁ ଖୁଲମଖୁଲା ଲାଞ୍ଚ ନେବାକୁ ସେ ପଛେଇ ନାହାନ୍ତି। ଏବେ ବଳରାମପୁର ର ଗୋଟେ ସ୍ୱୟଂ ସହାୟିକା ଗୋଷ୍ଠୀରେ ଆମର PDS ଚାଉଳ ନବୀକରଣ ପାଇଁ ବୋଲିକି ସେ ତାଙ୍କୁ 3000 ଟଙ୍କା ଲାଞ୍ଚ ମାଗିଥିଲେ। ସେଥିରେ ଆପଣ ଶୁଣିବେ ସେ ଡିଟେଲ୍ସ କହିଛନ୍ତି ଆମର ନବୀକରଣ ପାଇଁ 1500 ଟଙ୍କା ଦରକାର, ଆଉ ଅନ୍ୟାନ୍ୟ ଯେଉଁ ବଳକା ରହିଲା ସେ ବିଭିନ୍ନ ପଦାଧିକାରୀଙ୍କ ବାଟିକାରେ ସେ କହିଛନ୍ତି। ଆଉ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଯେଉଁ ତଦନ୍ତ କମିଟି ବସିଥିଲା ପାତ୍ରପୁର ବ୍ଲକରେ, ଏଇଟା ଭାବୁଛି ମୁଁ ତଦନ୍ତ ଆଖିଠାର ଭଳି ଏ ତଦନ୍ତରେ କିଛି ହେବନି। ଯେହେତୁ ବିଗତ ଦିନରେ ମଧ୍ୟ ତାଙ୍କର କିଛି ହେଇଥିଲା, ଅନେକ ଅଭିଯୋଗ ଆସିଥିଲା, ଗଣମାଧ୍ୟମ ଅନେକ ତାଙ୍କର ଖବର ବି ପ୍ରକାଶ ପାଇଥିଲା ଦୁର୍ନୀତି ସମ୍ପର୍କରେ, କିଛି ହେଇନଥିଲା। ଏବେ ବି ତଦନ୍ତ ପ୍ରକ୍ରିୟା କିଛି ହେବ ନାହିଁ। ମୁଁ ଡିମାଣ୍ଡ କରୁଛି ଆସନ୍ତା ଦିନରେ ଭିଜିଲାନ୍ସ ତଦନ୍ତ ସହିତ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଏହି ତଦନ୍ତ ପ୍ରକ୍ରିୟାକୁ ଆଗକୁ ନିଅନ୍ତୁ, ଯାହାହେଲେ ଦୁର୍ନୀତିର ପର୍ଦ୍ଦାଫାଶ ହେଇପାରିବ।